ମୁଁ ଆଗରୁ ସବୁବେଳେ ଭାବୁଥିଲି ଯେ ଦ୍ରବଣ କେବଳ ଗୋଟିଏ ତରଳ ପଦାର୍ଥ ହିଁ ହେଇଥାଏ, କିନ୍ତୁ ପରେ ମୋତେ ଜଣାପଡ଼ିଲା ଯେ ମୋର ଏହି ଧାରଣାଟି ଭୁଲ ଅଟେ। କିନ୍ତୁ ତାଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଯେ ଦ୍ରବଣ କଠିନ, ତରଳ କିମ୍ବା ଗ୍ୟାସୀୟ କିଛି ବି ହେଇପାରେ। ତେଣୁ ଏହି ଭିଡ଼ିଓରେ ଆମେ ଦ୍ରବଣ ପ୍ରକୃତରେ କ'ଣ ତାହା ବୁଝିବା ପାଇଁ ଚେଷ୍ଟା କରିବା। ତେବେ ଚାଲ ଏକ ସରଳ ଉଦାହରଣ ନେବା। ବର୍ତ୍ତମାନ ଆମେ ଗୋଟେ କାଚ ଗ୍ଲାସରେ କିଛି ଜଳ ଓ ସେଥିରେ କିଛି ଲୁଣ ମିଶାଇବା ଏବଂ ଭଲସେ ଏହାକୁ ଗୋଳେଇକି ମିଶାଇଦେବା। ଏବଂ ମିଶାଇ ସାରିଲା ପରେ କିଛି ସମୟ ପରେ ଆମେ ଏହି ଜଳକୁ ନେବା ଏବଂ ଏହାକୁ ଲକ୍ଷ୍ୟ କରିବା ଯେ ପ୍ରକୃତରେ ଏହି ଲୁଣ ପାଣି କ'ଣ। ତେବେ ଚାଲ ଏହାକୁ ବିଶ୍ଳେଷଣ କରି ବୁଝିବା ପାଇଁ ଚେଷ୍ଟା କରିବା। ପ୍ରଥମେ ଆମେ ଭାବିବା ଏଇ ଯେଉଁ ଲୁଣ ପାଣି ଆମେ ନେଇଛନ୍ତି ଏଥିରେ କ'ଣ ଅଛି? ଜଳ ଅଛି ଏବଂ ଲୁଣ, ଯାହାକୁ NaCl ବୋଲି କୁହାଯାଇଥାଏ। ଏ ଦୁଇଟି ମିଶିକି ଅଛି। ତେବେ ଏହି ଲୁଣ ପାଣି କ'ଣ ଗୋଟିଏ ମୌଳିକ ପଦାର୍ଥ ଅଟେ? ତେବେ ଆମେ ଆଗରୁ ଜାଣିଛନ୍ତି ଯେ ମୌଳିକ ପଦାର୍ଥ ଗୁଡ଼ିକ କେବଳ ଗୋଟିଏ ପ୍ରକାରର ପରମାଣୁରେ ହିଁ ତିଆରି ହୋଇଥାଏ। ଉଦାହରଣ ସ୍ୱରୂପ ଅମ୍ଳଜାନ କେବଳ ଅମ୍ଳଜାନର ପରମାଣୁରେ ହିଁ ତିଆରି ବା ଗଠିତ, ଏବଂ ସୁନା କେବଳ ସୁନାର ପରମାଣୁ ଯାହାକି Au, ଯାହାର ପ୍ରତୀକ Au, ଏହାକୁ ନେଇ ଗଠିତ। କିନ୍ତୁ ଲୁଣ ପାଣିରେ ବିଭିନ୍ନ ପ୍ରକାରର ପରମାଣୁ ରହିଛି, ଯେମିତିକି H2O ପ୍ଲସ୍ NaCl, ହାଇଡ୍ରୋଜେନ, ଅକ୍ସିଜେନ, ସୋଡ଼ିୟମ ଏବଂ କ୍ଲୋରାଇଡ୍ ପରି ଭିନ୍ନ ଭିନ୍ନ ପରମାଣୁ ଗୁଡ଼ିକ ରହିଛନ୍ତି। ତେଣୁ ଲୁଣ ପାଣି ଅନେକ ମୌଳିକ ପଦାର୍ଥରୁ ଗଠିତ ହୋଇଥିବାରୁ ଏହା ଏକ ମୌଳିକ ପଦାର୍ଥ ନୁହେଁ। ତାହେଲେ ଏହା ଆଉ କ'ଣ ହେଇପାରେ? ଆଚ୍ଛା, ଏହା କ'ଣ ଏକ ଯୌଗିକ ହୋଇପାରିବ କି? ତେବେ ଆମେ ଜାଣିଛନ୍ତି ଯେ ଯୌଗିକରେ 2 କିମ୍ବା ଅଧିକ ପରମାଣୁ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ରାସାୟନିକ ବନ୍ଧ ଦ୍ୱାରା ଯୋଡ଼ି ହୋଇ ରହିଥାଏ। ଉଦାହରଣ ସ୍ୱରୂପ ଜଳର ଏହି ଯେଉଁ ଯୌଗିକଟି ଅଛି ଏଥିରେ ହାଇଡ୍ରୋଜେନ ଓ ଅକ୍ସିଜେନ 2:1ରେ ରାସାୟନିକ ଭାବରେ ବନ୍ଧ ଗଠନ କରି ଅଛନ୍ତି। ସେହିପରି ଅଙ୍ଗାରକାମ୍ଳ ବା କାର୍ବନ ଡାଇଅକ୍ସାଇଡର ଏହା ମଧ୍ୟ ଏକ ଯୌଗିକ। ଏଥିରେ କାର୍ବନ ଏବଂ ଅକ୍ସିଜେନ 1:2ରେ ପରସ୍ପର ସହିତ ରାସାୟନିକ ଭାବରେ ବନ୍ଧ ବାନ୍ଧି ଅଛନ୍ତି। ତେଣୁ ଲୁଣ ପାଣି କ'ଣ ଏକ ଯୌଗିକ? ଉତ୍ତର ହେଉଛି ନା, ଲୁଣ ପାଣି ମଧ୍ୟ ଏକ ଯୌଗିକ ନୁହେଁ। ଏଠି ବୁଝିବା ଏ ଜରୁରୀ ଯେ ଏଠି ଲୁଣ ଏବଂ ପାଣି ପରସ୍ପର ସହିତ ରାସାୟନିକ ଭାବରେ ବନ୍ଧ ଗଠନ କରି ରହିନାହାନ୍ତି। ସେମାନେ କେବଳ କିଛି ଭୌତିକ ପ୍ରକ୍ରିୟାରେ ମିଶିକି ଅଛନ୍ତି। ତେଣୁ ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ଅନୁପାତ ନଥାଏ। ତେବେ ଆମେ ଏଠି ଦେଖିଲେ ଯେ ଏକ ଯୌଗିକ ଏକ ସ୍ଥିର ଅନୁପାତରେ ରାସାୟନିକ ବନ୍ଧ ସୃଷ୍ଟି କରେ, କିନ୍ତୁ ଏଇ ଯେଉଁ ଲୁଣ ପାଣି ଏହି ସ୍ଥିର ଅନୁପାତରେ ରାସାୟନିକ ବନ୍ଧ ସୃଷ୍ଟି କରେ ନାହିଁ। ଲୁଣ ଅଲଗା, ପାଣି ମଧ୍ୟ ଅଲଗା। ଏଠାରେ ଆମେ ଲୁଣ ଓ ଜଳକୁ ବା ପାଣିକୁ ବିଭିନ୍ନ ଅନୁପାତରେ ମିଶାଇ ପାରିବା। ଅବଶ୍ୟ ଲୁଣ ଏକ ଯୌଗିକ, କାରଣ ଏଥିରେ ସୋଡ଼ିୟମ ଏବଂ କ୍ଲୋରିନ୍ 1:1ରେ ରାସାୟନିକ ଭାବରେ ବନ୍ଧ ଗଠନ କରିକି ଅଛନ୍ତି, ଏବଂ ଜଳ ମଧ୍ୟ ମୁଁ ଆଗରୁ କହିଲି 2:1ରେ ହାଇଡ୍ରୋଜେନ ଏବଂ ଅକ୍ସିଜେନ ବନ୍ଧ କରି ଅଛନ୍ତି। ତେଣୁ ଏ ଦୁଇଟି ହେଉଛନ୍ତି ବାସ୍ତବରେ ଯୌଗିକ। ତାପରେ ଆମେ ଆଉ କ'ଣ ଦେଖିଲେ ଯେ ଗୋଟେ ଯୌଗିକରେ ଭିନ୍ନ ଗୁଣଧର୍ମ ବିଶିଷ୍ଟ ନୂତନ ପଦାର୍ଥ ତିଆରି ହୁଏ। ହାଇଡ୍ରୋଜେନ ଏବଂ ଅକ୍ସିଜେନ ବା ଅମ୍ଳଜାନ ମିଶି ଏକ ଯୌଗିକ ଗଠନ କରନ୍ତି, ଯାହା ହେଉଛି ଜଳ। ଏହା ଏକ ନୂତନ ପଦାର୍ଥ। ଏହାର ନିଜସ୍ୱ କିଛି ଗୁଣଧର୍ମ ରହିଛି ଏବଂ ଏହାର ନିଜସ୍ୱ ସ୍ୱାଦ ଏବଂ ନିଜସ୍ୱ ଗଳନାଙ୍କ, ସ୍ଫୁଟନାଙ୍କ ସବୁକିଛି ରହିଛି। ଯେପରିକି ଏଇଠି ଆମେ ଯଦି ସୋଡ଼ିୟମ କ୍ଲୋରାଇଡ୍କୁ ଲକ୍ଷ୍ୟ କରିବା, ଏଥିରେ ସୋଡ଼ିୟମ ଏବଂ କ୍ଲୋରିନ୍ ମିଶି ଲୁଣ ସୃଷ୍ଟି କରନ୍ତି, ଯାହା ମଧ୍ୟ ଏକ ସମ୍ପୂର୍ଣ୍ଣ ନୂତନ ପଦାର୍ଥ। ଏମାନଙ୍କର ମଧ୍ୟ ନିଜସ୍ୱ ସ୍ୱାଦ, ଗଳନାଙ୍କ ଏବଂ ସ୍ଫୁଟନାଙ୍କ ରହିଛି। କିନ୍ତୁ ଯେତେବେଳେ ତୁମେ ଏହି ଜଳରେ ଲୁଣକୁ ଦ୍ରବୀଭୂତ କରିଦିଅ, ସେତେବେଳେ କୌଣସି ନୂତନ ପଦାର୍ଥ ସୃଷ୍ଟି ହୁଏ ନାହିଁ। ତୁମେ କେବଳ ଲୁଣ ପାଣି ହିଁ ପାଇଥାଅ। ଏଥିରେ କୌଣସି ନୂତନ ଗୁଣଧର୍ମ ସୃଷ୍ଟି ହୁଏ ନାହିଁ। ଏବେ ମଧ୍ୟ ଏହି ଦ୍ରବଣରେ ଲୁଣ ଅଛି, ଯେଉଁଥିପାଇଁ ଆମକୁ ଲୁଣିଆ ଲାଗୁଛି, ଏବଂ ପାଣି ମଧ୍ୟ ଅଛି, ଯେଉଁଥିପାଇଁ ଏହା ଆମକୁ ପାଣିଆ ଲାଗିଥାଏ। ଏବଂ ଶେଷରେ ମନେ ରଖ ଯେ ଏହାକୁ ଏଇ ଯେଉଁ ଯୌଗିକ ଗୁଡ଼ିକ ଅଛନ୍ତି ଏମାନଙ୍କୁ ଆମେ ଭୌତିକ ପ୍ରକ୍ରିୟାରେ ପୃଥକ କରାଇପାରିବା ନାହିଁ। ଏଇ H2O ବା ୱାଟରକୁ ଆମେ ଭୌତିକ ପ୍ରକ୍ରିୟାରେ ପୃଥକ କରି ହାଇଡ୍ରୋଜେନ ଓ ଅକ୍ସିଜେନରେ ପୃଥକୀକରଣ ବା ଅଲଗା ଅଲଗା କରିପାରିବା ନାହିଁ। ସେହିପରି ଅଙ୍ଗାରକାମ୍ଳକୁ ମଧ୍ୟ କରିପାରିବା ନାହିଁ। କିନ୍ତୁ ଯଦି ଉଦାହରଣ ସ୍ୱରୂପ ଯଦି ଆମେ ଜଳକୁ ଏହାର ସ୍ଫୁଟନାଙ୍କ ପର୍ଯ୍ୟନ୍ତ ବା 100°C ପର୍ଯ୍ୟନ୍ତ ଗରମ କରିବା, ତାହେଲେ ମଧ୍ୟ ଏହି ହାଇଡ୍ରୋଜେନ ଏବଂ ଅକ୍ସିଜେନ ବା ଅମ୍ଳଜାନ ପରସ୍ପର ଠାରୁ ଅଲଗା ହୁଅନ୍ତି ନାହିଁ। ଏହି ଜଳ କେବଳ ଗ୍ୟାସରେ ପରିଣତ ହେବା ସହିତ ଜଳର ଅଣୁଗୁଡ଼ିକ ପରସ୍ପର ଠାରୁ ଦୂରେଇ ଯାଆନ୍ତି। ତେଣୁ ଏଠାରେ ଲୁଣ ଆଉ ପାଣି, ଏହି ଲୁଣ ଏବଂ ପାଣିକୁ ବା ଜଳକୁ ଆମେ ଭୌତିକ ପ୍ରକ୍ରିୟାରେ ପୃଥକ କରିପାରିବା। କ'ଣ କରିବା? ସେଥିପାଇଁ ଆମେ ଏହାକୁ ଉତ୍ତପ୍ତ କରିବା। ଏଥିରେ କ'ଣ ହେବ ନା, ଲୁଣ ତଳେ ରହିଯିବ ଏବଂ ଜଳଗୁଡ଼ିକ ବାଷ୍ପୀଭୂତ ହୋଇ ଉଡ଼ିଯିବ। ତେବେ ତୁମେ ବୁଝିପାରିଲ ଯେ ଏହି ଲୁଣ ପାଣି ଏହା ଏକ ଯୌଗିକ ନୁହେଁ। ତାହେଲେ ଏହା କ'ଣ? ଯେତେବେଳେ ଆମେ ଦୁଇଟି ପଦାର୍ଥକୁ ଏକା ସାଙ୍ଗରେ ମିଶାଇଥାନ୍ତି ତାହାକୁ ମିଶ୍ରଣ ବୋଲି କୁହାଯାଇଥାଏ। ଏବଂ ଯେହେତୁ
ଏହି ମିଶ୍ରଣରେ ସବୁଠାରେ ସମାନ ଭାବରେ ବିତରିତ ହୋଇ ରହିଛି ଏବଂ ଖାଲି ଆଖିରେ ଲୁଣ ଓ ପାଣିକୁ ଅଲଗା କରି ଦେଖିହେବ ନାହିଁ, ତେଣୁ ଏହାକୁ ଆମେ ସମଜାତୀୟ ମିଶ୍ରଣ ବୋଲି କହିଥାନ୍ତି। ତେଣୁ ଏହା ମଧ୍ୟ ଏକ ଦ୍ରବଣ ଅଟେ। ତେଣୁ ଏହାର ବିପରୀତ ଭାବରେ ଯେଉଁ ମିଶ୍ରଣରେ ବିଭିନ୍ନ ଉପାଦାନକୁ ସହଜରେ ଦେଖିହେବ, ଯେମିତିକି ଏଇଠି ଜଳ ଏବଂ ତେଲ, ଏହାକୁ ଆମେ ଅଲଗା ଅଲଗା ଭାବରେ ଦେଖିପାରୁଛନ୍ତି ଏବଂ ସେମାନଙ୍କର ସୀମାରେଖାକୁ ଆମେ ସହଜରେ ଅନୁଭବ କରିପାରୁଛନ୍ତି, ତେଣୁ ଏହାକୁ ଅସମଜାତୀୟ ମିଶ୍ରଣ ବୋଲି କୁହାଯାଇଥାଏ। ତେଣୁ ଆମେ ଜାଣିଲେ ଏଇଠି ଲୁଣ ପାଣି ଗୋଟିଏ ସମଜାତୀୟ ମିଶ୍ରଣର ଉଦାହରଣ ଅଟେ। ତେବେ ବର୍ତ୍ତମାନ ବୁଝିବା ପାଇଁ ଚେଷ୍ଟା କରିବା ଯେ ଏହି ସମଜାତୀୟ ମିଶ୍ରଣକୁ ଆମେ ଦ୍ରବଣ ବୋଲି କାହିଁ କୁହନ୍ତି। ତେବେ ଚାଲ ଦ୍ରବଣ ବିଷୟରେ ଆମେ ଟିକେ ବିସ୍ତୃତ ଭାବରେ ଜାଣିବା। ସାଧାରଣତଃ ଦ୍ରବଣରେ ଦୁଇଟି ଉପାଦାନ ଥାଏ, ଗୋଟିଏ ହେଲା ଦ୍ରବ, ଗୋଟିଏ ହେଲା ଦ୍ରାବକ। ଏଠାରେ ଦ୍ରବ ହେଉଛି ସେହି ପଦାର୍ଥ ଯାହା ଦ୍ରାବକ ମଧ୍ୟରେ ଦ୍ରବୀଭୂତ ହୋଇ ଦ୍ରବଣ ଗଠନ କରେ। କିନ୍ତୁ ସାଧାରଣତଃ କମ୍ ପରିମାଣରେ ଥିବା ପଦାର୍ଥକୁ ଦ୍ରବ କୁହାଯାଏ ଏବଂ ଅଧିକ ପରିମାଣରେ ଥିବା ପଦାର୍ଥକୁ ଦ୍ରାବକ ବୋଲି କୁହାଯାଇଥାଏ। ତେବେ ଚାଲ ଆଉ କିଛି ଉଦାହରଣ ଦେଖିବା। ତେବେ ତୁମେ ବାୟୁ ବିଷୟରେ କ'ଣ କହିବ? ବାୟୁ ହେଉଛି ଅମ୍ଳଜାନ, ଉଦ୍ଜାନ ବା ନାଇଟ୍ରୋଜେନ୍, କାର୍ବନ ଡାଇଅକ୍ସାଇଡ୍ ଏବଂ ଅନ୍ୟାନ୍ୟ ଗ୍ୟାସର ଏକ ସମଜାତୀୟ ମିଶ୍ରଣ। ତେଣୁ ବାୟୁ ମଧ୍ୟ ଏକ ଦ୍ରବଣ ଅଟେ। ତେବେ ଏଠି ଲକ୍ଷ୍ୟ କର, ଦ୍ରବଣ କେବଳ ତରଳ ନୁହେଁ, ବରଂ ଏହା ଗ୍ୟାସୀୟ ଅବସ୍ଥାରେ ମଧ୍ୟ ରହିଥାଇପାରେ। ତେବେ ଏକ ଏଲୟ ବା ମିଶ୍ର ଧାତୁକୁ ଆଲୋଚନା କରିବା, ଯେଉଁଗୁଡ଼ିକ ଧାତୁକୁ ମିଶାଇକି ତିଆରି କରାଯାଇଥାଏ। ଉଦାହରଣ ସ୍ୱରୂପ ଷ୍ଟିଲ୍ ବା ଇସ୍ପାତ ଲୁହା ଏବଂ କାର୍ବନକୁ ମିଶାଇକି ତିଆରି କରାଯାଏ। ସେହିପରି କାଂସ ବା ବ୍ରୋଞ୍ଜ ତମ୍ବା ଏବଂ ଟିନ୍କୁ ମିଶାଇ ବା ଟିଣକୁ ମିଶାଇକି ତିଆରି କରାଯାଏ। ତେଣୁ ଏଗୁଡ଼ିକ ମଧ୍ୟ ସମଜାତୀୟ ମିଶ୍ରଣ ଅଟନ୍ତି। ଏଇଠି ଲକ୍ଷ୍ୟ କରିପାରୁଥିବ, ଏଗୁଡ଼ିକ କଠିନ ପଦାର୍ଥ ଏବଂ ଏହି ଧାତୁଗୁଡ଼ିକରେ ସମସ୍ତ ଧାତୁଗୁଡ଼ିକ ସମାନ ଭାବରେ ମିଶିକି ରହିଥାନ୍ତି। ତେଣୁ ସେଗୁଡ଼ିକୁ ମଧ୍ୟ ଆମେ ଅଲଗା ଭାବରେ ଦେଖିପାରନ୍ତି ନାହିଁ। ତେଣୁ ଏଗୁଡ଼ିକ ମଧ୍ୟ ଦ୍ରବଣ ଅଟନ୍ତି। ତେଣୁ ଆମେ କହିପାରିବା ଯେ ଏକ ଦ୍ରବଣ ତରଳ, ଗ୍ୟାସୀୟ ଏବଂ କଠିନ ଅବସ୍ଥାରେ ସମସ୍ତ ପ୍ରକାର ରହିଥାଇପାରେ। ତେବେ ଏହି ଦ୍ରବଣର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସାନ୍ଦ୍ରତା ବା ଗାଢ଼ତା। ଯଦି ଦ୍ରାବକ ତୁଳନାରେ ଦ୍ରବର ପରିମାଣ ବହୁତ ଅଧିକ ଥାଏ, ତେବେ ତାହାକୁ ଆମେ ଏକ ଗାଢ଼ ଦ୍ରବଣ ବୋଲି କହିଥାନ୍ତି ଏବଂ ଯଦି ଦ୍ରାବକ ତୁଳନାରେ ଦ୍ରବର ପରିମାଣ କମ୍ ଥାଏ, ତେବେ ତାକୁ ଆମେ ଲଘୁ ଦ୍ରବଣ ବୋଲି କହିଥାନ୍ତି। ତେବେ ଆମେ ସାନ୍ଦ୍ରତା ବିଷୟରେ କାହିଁକି ଚିନ୍ତା କରିବା? କାରଣ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଅଛି। ଯଦିଓ ମିଶ୍ରଣର ପ୍ରତ୍ୟେକ ଉପାଦାନର ନିଜସ୍ୱ ଗୁଣଧର୍ମ ରହିଥାଏ, ତଥାପି ଦ୍ରବଣର ସାମଗ୍ରିକ ଗୁଣଧର୍ମ ତାର ସାନ୍ଦ୍ରତା ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ ସାଧାରଣତଃ ଜଳ 0 ଡିଗ୍ରୀ ସେଲସିୟସରେ ବରଫରେ ପରିଣତ ହୁଏ, କିନ୍ତୁ ଯେତେବେଳେ ଆମେ ଜଳରେ ଲୁଣ ମିଶାଇ ଦିଅନ୍ତି, ସେତେବେଳେ ଏହି ଦ୍ରବଣର ହିମାଙ୍କ 0 ଡିଗ୍ରୀ ସେଲସିୟସରୁ କମ୍ ହୋଇଯାଏ। ସେହିପରି ବାୟୁରେ ଜଳ ଅଣୁ ଥିଲେ ଆମେ କହୁ ଯେ ବାୟୁରେ ଆର୍ଦ୍ରତା ଅଛି, ଅଧିକ ଜଳ ଅଣୁ ଥିଲେ ଅଧିକ ଆର୍ଦ୍ରତା ହୋଇଯାଏ। ଆର୍ଦ୍ରତା ବାୟୁର ଗୁଣଧର୍ମକୁ ପରିବର୍ତ୍ତନ କରିଦିଏ। ଉଦାହରଣ ସ୍ୱରୂପ ଏହି କାରଣରୁ ଧ୍ୱନିର ବେଗ, ବାୟୁର ଘନତା ଏସବୁ ପରିବର୍ତ୍ତନ ହୋଇଯାଏ। ସେହିପରି ଲୁହାରେ କାର୍ବନ ମିଶାଇ ଇସ୍ପାତ ତିଆରି କରାଯାଏ ଏବଂ କାର୍ବନର ଗାଢ଼ତା ବଢ଼ାଇ ବା ସାନ୍ଦ୍ରତା ବଢ଼ାଇ ଇସ୍ପାତକୁ ଅଧିକ କଠିନ କରାଯାଇପାରେ। ଏହାକୁ ଅଧିକ ଶକ୍ତିଶାଳୀ ଏବଂ ଅଧିକ ବ୍ୟବହାର ଯୋଗ୍ୟ ମଧ୍ୟ କରାଯାଇପାରେ। ତେବେ ଦେଖ, ଦ୍ରବର ସାନ୍ଦ୍ରତା ବା ଗାଢ଼ତା ପରିବର୍ତ୍ତନ କରି ଆମେ ଦ୍ରବଣର ଗୁଣଧର୍ମକୁ ମଧ୍ୟ ପରିବର୍ତ୍ତନ କରିପାରିବା। ତାହେଲେ ଏହା ପ୍ରକୃତରେ ବହୁତ ଆଶ୍ଚର୍ଯ୍ୟଜନକ କଥା। ତେଣୁ ଯଦି ଆମେ ଏସବୁକୁ ଏକାଠି କରି ଦେଖିବା, ତେବେ ଆମେ ପଦାର୍ଥକୁ ଦୁଇ ଭାଗରେ ବିଭକ୍ତ କରିପାରିବା। ଗୋଟିଏକୁ ଆମେ କହିବା ବିଶୁଦ୍ଧ ପଦାର୍ଥ ଏବଂ ଅନ୍ୟଟିକୁ ଆମେ ମିଶ୍ରଣ ବୋଲି କହିବା। ବିଶୁଦ୍ଧ ପଦାର୍ଥ କିଏ? ମୌଳିକ, ଯାହାକି ଗୋଟିଏ ପରମାଣୁରେ ଗଠିତ, ଏବଂ ଯୌଗିକ, ଯେଉଁଗୁଡ଼ିକରେ ପରମାଣୁ ଗୁଡ଼ିକ ନିର୍ଦ୍ଦିଷ୍ଟ ଅନୁପାତରେ ରାସାୟନିକ ବନ୍ଧ ଦ୍ୱାରା ଯୋଡ଼ି ହୋଇ ରହିଥାନ୍ତି, ଯେମିତିକି ଜଳ ଏବଂ ଅଙ୍ଗାରକାମ୍ଳ। ଏହି ମୌଳିକ ଏବଂ ଯୌଗିକକୁ ଆମେ ବିଶୁଦ୍ଧ ପଦାର୍ଥ ବୋଲି କହିବା। ଏବଂ ଯେତେବେଳେ ଏହି ପଦାର୍ଥ ଗୁଡ଼ିକୁ ଭୌତିକ ଭାବରେ ମିଶାଯାଏ, ସେତେବେଳେ ଏକ ମିଶ୍ରଣ ସୃଷ୍ଟି ହୁଏ। ଯଦି ଖାଲି ଆଖିରେ ମିଶ୍ରଣର ଉପାଦାନ ଗୁଡ଼ିକୁ ଅଲଗା ଭାବରେ ଦେଖିହେବ, ତାହେଲେ ତାହାକୁ ଆମେ ଅସମଜାତୀୟ ମିଶ୍ରଣ କହିବା। ଯେପରିକି ପାଣିରେ ତେଲ ମିଶାଇଲେ ସେମାନଙ୍କ ମଧ୍ୟରେ ସୀମାରେଖା ସ୍ପଷ୍ଟ ଦେଖାଯାଏ, କିମ୍ବା ସମଜାତୀୟ ମିଶ୍ରଣ ମଧ୍ୟ ହୋଇପାରେ। ଏଥିରେ ଉପାଦାନ ଗୁଡ଼ିକ ସମାନ ଭାବରେ ବିତରିତ ହୋଇ ରହିଥାଏ, ତେଣୁ ସେଗୁଡ଼ିକୁ ଅଲଗା କରି ଦେଖିହେବ ନାହିଁ। ଏପରି ମିଶ୍ରଣକୁ ଦ୍ରବଣ ମଧ୍ୟ କୁହାଯାଏ। କମ୍ ପରିମାଣରେ ଥିବା ଉପାଦାନକୁ ଦ୍ରବ କୁହାଯାଏ ଏବଂ ଅଧିକ ପରିମାଣରେ ଥିବା ଉପାଦାନକୁ ଦ୍ରାବକ ବୋଲି କୁହାଯାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ମିଶ୍ରଣର ପ୍ରତ୍ୟେକ ଉପାଦାନରେ ଭୌତିକ ଗୁଣଧର୍ମ, ଯେପରିକି ଗଳନାଙ୍କ ଓ ସ୍ଫୁଟନାଙ୍କ ପରିବର୍ତ୍ତନ ହୁଏ ନାହିଁ। ତେଣୁ ଆମେ ଏହି ଭୌତିକ ଗୁଣଧର୍ମର ଆଧାରରେ ସେଗୁଡ଼ିକୁ ଭୌତିକ ପ୍ରକ୍ରିୟା ଦ୍ୱାରା ପୃଥକ କରିପାରିବା। କିନ୍ତୁ ଦ୍ରବଣର ଏକ ବିଶେଷ କଥା ହେଉଛି ଯେ ଦ୍ରବର ସାନ୍ଦ୍ରତା ପରିବର୍ତ୍ତନ କରି ବା ଦ୍ରବର ଗାଢ଼ତା ପରିବର୍ତ୍ତନ କରି ଆମେ ଦ୍ରବଣର ଗୁଣଧର୍ମକୁ ଆମର ଆବଶ୍ୟକତା ଅନୁଯାୟୀ ବଦଳାଇ ପାରିବା।